କାମାକ୍ଷାନଗର ସୋରପାଟଣା ଗ୍ରାମରେ ଚାଞ୍ଚଲ୍ୟ, ଯୁବକଙ୍କୁ ପଥରରେ ଛେଚି ନିର୍ମମ ହତ୍ୟା। ନମସ୍କାର, ମୁଁ ବାପୁନି। ବର୍ତ୍ତମାନର ଏକ ବଡ଼ ଖବର ସାମ୍ନାକୁ ଆସିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରୁ। କାମାକ୍ଷାନଗର ବ୍ଲକ ତଥା ତୁମୁସିଙ୍ଗା ଥାନା ଅନ୍ତର୍ଗତ ସୋଗରପାଟଣା ଗ୍ରାମରେ ଘଟିଯାଇଛି ଏକ ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ପଥରରେ ଛେଚି ନିର୍ମମ ଭାବରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି, ଯାହାକୁ ନେଇ ସମଗ୍ର ଅଞ୍ଚଳରେ ଏବେ ତୀବ୍ର ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ମୃତ ଯୁବକ ଜଣକ ହେଉଛି ସୋଗରପାଟଣା ଗ୍ରାମର ପ୍ରଭାକର ମହାରଣା, 37 ବର୍ଷୀୟ ପୁଅ ନରହରି ମହାରଣା। ସୂଚନା ମୁତାବକ ମଙ୍ଗଳବାର ରାତିରେ ନରହରି କୌଣସି କାମରେ ଘରୁ ବାହାରକୁ ବାହାରିଥିଲେ। ସେହି ସମୟରେ ପୂର୍ବରୁ ଛପି ରହିଥିବା କିଛି ଅଜଣା ଦୁର୍ବୃତ୍ତ ତାଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ଅତି ବିଭତ୍ସ ଭାବେ ନରସିଂହଙ୍କୁ ପଥରରେ ଛେଚି ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ମୃତଦେହକୁ ପାଖ ଜଙ୍ଗଲ ଭିତରକୁ ଫିଙ୍ଗି ଦେଇ ଫେରାର ହୋଇଯାଇଥିଲେ। ଆଜି ସକାଳୁ ଗ୍ରାମବାସୀମାନେ ଜଙ୍ଗଲ ପାର୍ଶ୍ୱରେ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ ଏବଂ ତୁରନ୍ତ ତୁମୁସିଙ୍ଗା ଥାନା ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ସବୁଠାରୁ ବଡ଼ ପ୍ରଶ୍ନ, ଏହି ହତ୍ୟାକାଣ୍ଡ ପଛର ଅସଲ କାରଣ କ'ଣ? ଏହା ପଛରେ କୌଣସି ପୁରୁଣା ଶତ୍ରୁତା ରହିଛି ନା ଅନ୍ୟ କିଛି ବିବାଦ? ବର୍ତ୍ତମାନ ପୋଲିସ ବିଭିନ୍ନ ଦିଗକୁ ଆଖିରେ ରଖି ତଦନ୍ତ ଚଳାଇଛି। ଏହି ଅଭାବନୀୟ ଘଟଣା ପରେ ସୋଗରପାଟଣା ଗ୍ରାମରେ ଗଭୀର ଶୋକର ଛାୟା ଖେଳିଯାଇଛି। ପୋଲିସ ତଦନ୍ତ ପରେ ହିଁ ହତ୍ୟାକାଣ୍ଡର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଇଛି। ବ୍ୟୁରୋ ରିପୋର୍ଟ, ଜାଗୃତି ଖବର।